ଜଗନ୍ନାଥ ହର ହର ଶମ୍ଭୁ। ଆଗକୁ ଆସିଛି ଦେବସ୍ନାନ ପୂର୍ଣ୍ଣିମା। ଆଉ 2 କିମ୍ବା 3 ଦିନରେ ଆମର ଦେବସ୍ନାନ ପୂର୍ଣ୍ଣିମା ହେବ। ଏହା ହେଉଛି ଆମ ଶ୍ରୀ ଜଗନ୍ନାଥଙ୍କର ଏକ ମାନବୀୟ ଲୀଳା। ଯେତେବେଳେ ପ୍ରଥମ କରି ଆଦ୍ୟ ନୀତିକାନ୍ତି ଭିତରେ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ହୁଏ। କାରଣ ନୂଆ ଥର ଯେତେବେଳେ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରାଙ୍କର ମୂର୍ତ୍ତି ଗଠନ ହେଲା, ପ୍ରଥମ ନୀତି ହେଉଥିଲା ସ୍ନାନ କରାହେଇଥିଲା। ସେଇଥିପାଇଁ ସେଇ ସ୍ନାନ ପୂର୍ଣ୍ଣିମା, ସେଇଟା ପୂର୍ଣ୍ଣିମା ତିଥିରେ ପଡ଼ିଥିଲା, ଦେବସ୍ନାନ ପୂର୍ଣ୍ଣିମା କୁହାଯାଏ। ଚାଲନ୍ତୁ ଜାଣିବା ସେ ବିଷୟରେ କିଛି କଥା। ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ। ଆଉ କିଛି ଛୋଟ ମୋଟ ମନ୍ଦିରରେ ମଧ୍ୟ ପାଳନ କରାଯାଏ। ଆମେ ଆଜି ଜାଣିବା ଶ୍ରୀକ୍ଷେତ୍ରର କିଛି କଥା। ଏହି ଦିନ ଶ୍ରୀମନ୍ଦିରରେ ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ 108 କଳସ ଜଳରେ ସ୍ନାନ କରାଯାଏ। ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ। ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇ ଭଉଣୀମାନଙ୍କ ସହିତ ଜଳ ସ୍ନାନ କରନ୍ତି। ଅନ୍ୟ ସମୟରେ ସେମାନଙ୍କୁ ମନ୍ତ୍ର ସ୍ନାନ କରାଯାଏ। ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ମଧ୍ୟ ପାଳନ କରାଯାଇଥାଏ। ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜାବିଧି। ଏହାର ଅନ୍ୟ ନାମ ହେଉଛି ସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା। ଏହା ହେଉଛି ଜଗନ୍ନାଥଙ୍କ ଜନ୍ମଦିନ। ଏହା ଜ୍ୟେଷ୍ଠ ପୂର୍ଣ୍ଣିମା ମାସରେ ହୁଏ। ଚାଲନ୍ତୁ ଆର ଇତିହାସ ବିଷୟରେ ଜାଣିବା। ଦାରୁ ବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚ ସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତିଭୂମିର ଲୀଳା। ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହେଇଥିବାରୁ ଶ୍ରୀ ଦାରୁ ବ୍ରହ୍ମଙ୍କ ଆଦ୍ୟ ଲୀଳା ବୋଲି କୁହାଯାଏ। ମହାପ୍ରଭୁ ଦାରୁ ବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମେ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନ ଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦମ୍ନ। ସେତେବେଳେ ସ୍ନାନ ମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତା ଉପରେ ସ୍ନାନ ବିଧି ସମାପନ ହୋଇଥିଲା। ସେଇଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚ ସ୍ନାନ ବୋଲି ଉଲ୍ଲେଖ ହୋଇଛି। ଶାସ୍ତ୍ର ମତରେ 108 ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁ ବ୍ରହ୍ମଙ୍କ ଆଦ୍ୟ ସ୍ଥାନ ଲୀଳା ସମାପନ ହୋଇଥିଲା। ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି। ସୂଚନାଯୋଗ୍ୟ, ଶାସ୍ତ୍ର ମତରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କର ଆବିର୍ଭାବ ହୋଇଥିଲା। ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନ ଲୀଳା ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତ ପାବନ ଲୀଳା ମଧ୍ୟ କୁହାଯାଏ। ଉପଚାର ବିଧି କ'ଣ? ସ୍ନାନ ପୂର୍ଣ୍ଣିମା ଦିନ ପୂର୍ବଦିନ ସାଧାରଣ ଦିନ ପରି ଶ୍ରୀମନ୍ଦିରରେ କବାଟ ଫିଟା, ପାହାନ୍ତିଆ ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ, ଦ୍ୱିପ୍ରହର ଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପ ସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହୋଇଯାଏ। ଏହି ଦିନ କଠ ସିଆଁ ମନ୍ଦିରରେ ପ୍ରବେଶ କରନ୍ତି ଓ ପହୁଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି। ପ୍ରଭୁଙ୍କର ସେନାପଟା ଓ ବାହୁଟି ନାଗି ଓ ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ। ଚତୁର୍ଦ୍ଧା ମୂର୍ତ୍ତିକୁ ଦଇତାମାନେ ପହୁଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ କ'ଣ ବ୍ରାହ୍ମଣ ଗୋଷ୍ଠୀର ସେବକ ବିଜେ କରାଇଥାନ୍ତି। ପହୁଣ୍ଡି ବିଜେ ସମୟରେ 7 ପାହାଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି। ଏହି 7 ପାହାଚ ଉପରେ ଟାହିଆ ନାଗି ହେବା ପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ। ତାପରେ ବନ୍ଦାପନା ଓ ପରେ ପରେ ରାଘବ ଦାସ ମଠରୁ ଆସିଥିବା ଘୋଷା ନାଗି ହୁଏ। ତାପରେ ପନ୍ତି ଖାଇ ଠାକୁରମାନେ ସ୍ନାନ ବେଦୀକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି। ସୁଆର ବଡ଼ୁ ଅମ୍ଭୁଣିଆ ପାଣି ଛିଞ୍ଚନ୍ତି। ଗରା ବଡ଼ୁ ସୁବର୍ଣ୍ଣ କଳସ ଧରି ଶୀତଳା ଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷ ତମାମ ଅପବ୍ୟବହୃତ ହୋଇ ରହିଥିବା ସ୍ୱର୍ଣ୍ଣ କୋପରୁ ଜଳ ଆଣନ୍ତି। ଦେବସ୍ନାନ ପୂର୍ଣ୍ଣିମାର ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରରେ ଦେବଯାନ ମାର୍ଗରେ ଅବା ସୁନା କୂଅରୁ 108 କଳସ ଜଳ ସଂଗ୍ରହ କରାଯାଏ। ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହନ ସିଂହଙ୍କ ମଧ୍ୟରେ ଅବସ୍ଥିତ। ପରେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ। କୂଅର ବ୍ୟବହାର ବର୍ଷସାରା ନଥିବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ବୋଲି ଗ୍ରହଣ କରାଯାଏ। ସ୍ନାନ ଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥିବା ବେଳେ ସ୍ନାନ କାଳରେ ତାନ୍ତ୍ରିକ ବିଧିରେ 13ଟି ପଦାର୍ଥ ମିଶ୍ରଣ କରାଯାଏ। ଯଜ୍ଞ ପରମ୍ପରାରେ ଏହି କୂଅକୁ ପ୍ରଣୀତା କୂପ ବୋଲି କୁହାଯାଏ। ପ୍ରାଚୀନ କାଳରେ ମଧ୍ୟ ଓଡ଼ିଶାରେ ଛୁଆଟିଏ ଜନ୍ମ ନେଲେ ତାହାକୁ ଅଣତୁଠ ପାଣି ମିଶ୍ରଣ କରାଯାଇ ସ୍ନାନ କରିବାର ପରମ୍ପରା ରହିଥିଲା।
ଏହାଦ୍ୱାରା ଦୁଷ୍ଟ ଶକ୍ତିଙ୍କ ପ୍ରଭାବ କଅଁଳ ପିଲାଙ୍କ ଉପରେ ପଡ଼େ ନାହିଁ। ଅଭିମନ୍ତ୍ରିତ ହୋଇଥିବା ଜଳରେ 108 କଳସରେ ଅଷ୍ଟବନ୍ଧ, କୃଷ୍ଣ ଅଗୁରୁ, ଉସିର, ଗୋରୋଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳିକି, ସଂଚିଷ୍ଟା, ତାମ୍ରପନ୍ନୀ, ସମପନ୍ନୀ ଓ ଲଧା ମିଶ୍ରିତ କରାଯାଏ। ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ। ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହ୍ମଙ୍କ ଶ୍ରୀଜୀଉମାନଙ୍କୁ 108 ଗରା ଜଳରେ ସ୍ନାନ କରାଯାଏ। ଏହି ଜଳରୁ 35 ଗରା ଜଗନ୍ନାଥଙ୍କୁ, 33 ଗରା ବଳଭଦ୍ରଙ୍କୁ, 22 ଗରା ସୁଭଦ୍ରାଙ୍କୁ ଓ 18 ଗରା ହାଣ୍ଡି ସୁଦର୍ଶନଙ୍କୁ ସ୍ନାନ କରାଯାଏ। ଏହାକୁ ପ୍ରତ୍ୟକ୍ଷ ଅବକାଶ କହନ୍ତି। ଏହି ସ୍ନାନ ବିଧିକୁ ପ୍ରତ୍ୟକ୍ଷ ଅବକାଶ କହନ୍ତି। ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ। ଏହି ଦିନ ରାଘବ ଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରୀ ନାଗି କରାଯାଇ ବେଶ କରାଯାଏ। ଗୋପାଳ ତୀର୍ଥ ମଠ ଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ସୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ। ଏହି ଦିନ 3 ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ। ସବୁବେଳେ ଆମେ 3 ଧୂପ ଠାକୁରଙ୍କୁ ଜୟ ଜୟ ଜଗନ୍ନାଥ 3 ଧୂପ ବେଳେ ଆପଣ ସେ କଥାଟା ମନେ ରଖିଥିବେ। କିନ୍ତୁ ଏହି ସ୍ନାନ ପୂର୍ଣ୍ଣିମା ଦିନ କେବଳ ଗୋଟିଏ ଧୂପ ଦିଆଯାଏ। ତାପରେ ଠାକୁରମାନଙ୍କୁ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି। ଭିତର କାଠ ପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବା ପରେ ତାଟି ବନ୍ଧାଯାଏ ଓ ପଟିମୂର୍ତ୍ତି ସ୍ଥାପନ କରାଯାଏ। ତାପରେ ଏହି ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ 15 ଦିନ ଧରି ଜ୍ୱରରେ ପଡ଼ନ୍ତି। ଏହାକୁ ଅଣସର କୁହାଯାଏ। ଏହି 15 ଦିନ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରାଯାଏ। ଯଦି ଆମର ନବକଳେବର ବେଳରେ ଏହି ଅଣସର ଯେଉଁ 15 ଦିନ ଥାଏ ସେଇଟା 45 ଦିନରେ ପରିବର୍ତ୍ତନ ହୁଏ। ଏବେ ଆମେ ନେକ୍ସଟ ଏପିସୋଡ଼ରେ ଜାଣିବା ଆମର ଅଧ୍ୟାୟରେ ଜାଣିବା ଆମର ଜଗନ୍ନାଥ ମହାପ୍ରଭୁ ସ୍ନାନ ଯାତ୍ରା ଦିନ କାହିଁକି ଗଜାନନ ବେଶରେ ଦର୍ଶନ ଦିଅନ୍ତି ତାହା ବିଷୟରେ କିଛି କଥା ଓ ତାଙ୍କ ଲାଗି ହେଇଥିବା ସେ କେଉଁ ଭକ୍ତଙ୍କ ପାଇଁ ଗଜାନନ ବେଶ ହେଉଛନ୍ତି ସେହି ବିଷୟରେ କିଛି କଥା। ଆପଣଙ୍କୁ ଯଦି ମୋର ଭିଡ଼ିଓ ଭଲ ଲାଗିଲା ନିଶ୍ଚିତ ଭାବେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଜଗନ୍ନାଥ କହିଦେବେ। ଆଉ ନିଶ୍ଚିତ ଭାବରେ ବେଲ୍ ବଟନ୍କୁ ଦବାଇ ଦେବେ। ଆପଣ ଯଦି ଚାହୁଁଛନ୍ତି ଏପରି ନୂଆ ନୂଆ ଶ୍ରୀ ଜଗନ୍ନାଥଙ୍କର ମାନବୀୟ ଲୀଳାଖେଳାର ଭିଡ଼ିଓ ଓ ତାର କିଛି କଥା ଜାଣିବା ପାଇଁ। ଜୟ ଜଗନ୍ନାଥ, ହର ହର ଶମ୍ଭୁ, ଜୟ ଜଗନ୍ନାଥ।